ଥରେ ଜଣେ ସାଧୁ ସମ୍ରାଟ ଆକବରଙ୍କ ପାଖକୁ ଆସିଥିଲେ କିଛି ଟଙ୍କା ପଇସା ମାଗିବା ପାଇଁ। ସେତେବେଳେ ସମ୍ରାଟ ପ୍ରାର୍ଥନା କରୁଥିଲେ। ସାଧୁ ଅପେକ୍ଷା କରି ରହିଲେ ସମ୍ରାଟଙ୍କର ପ୍ରାର୍ଥନା ଶେଷ ହେବା ପର୍ଯ୍ୟନ୍ତ। ପ୍ରାର୍ଥନା ଶେଷରେ ସମ୍ରାଟ ଆକାଶକୁ ଚାହିଁ କହିଲେ, ହେ ଖୁଦା, ମୋତେ ଧନ ଦିଅ, ସମ୍ପତ୍ତି ଦିଅ, ଦୌଲତ ଦିଅ। ଏକଥା ଶୁଣି ସାଧୁ ସେଠାରୁ ଚାଲିଯିବାକୁ ଆରମ୍ଭ କଲେ। ସମ୍ରାଟ ତାଙ୍କୁ ଅଟକେଇ ପଚାରିଲେ, ଆପଣ ତ ମୋ ପାଖକୁ କୌଣସି କାମରେ ଆସିଥିଲେ, ଏବେ ମୋତେ ନ କହି ଚାଲି ଯାଉଛନ୍ତି କାହିଁକି? ସାଧୁ କହିଲେ, ଆଜ୍ଞା, ମୁଁ ଆପଣଙ୍କ ପାଖକୁ ଆସିଥିଲି କିଛି ଟଙ୍କା ପଇସା ମାଗିବା ପାଇଁ। ସମ୍ରାଟ ପଚାରିଲେ, ତାହେଲେ ନ ମାଗିକି ଚାଲି ଯାଉଛନ୍ତି କାହିଁକି? ସାଧୁ କହିଲେ, ଆଜ୍ଞା, ମୁଁ ଦେଖିଲି ଆପଣ ମଧ୍ୟ ମୋ ଭଳି ଜଣେ ଭିକାରୀ। ଆପଣ ଈଶ୍ୱରଙ୍କୁ ଟଙ୍କା ପଇସା ଧନ ସମ୍ପତ୍ତି ମାଗୁଛନ୍ତି। ମୁଁ ଭାବିଲି ଜଣେ ଭିକାରୀଙ୍କୁ ମାଗିଲେ କଣ ହବ? ଯଦି ମାଗିବାକୁ ପଡ଼ିବ ତାହେଲେ ସିଧାସଳଖ ଭଗବାନଙ୍କ ଠାରୁ ମାଗିନିଏ।